ତଗିଡ଼ି ଧ ଆସିଗଲା ସରକାରଙ୍କ ନୂଆ ଯୋଜନା ସୁଭଦ୍ରା ଯୋଜନା। ଗରିବୀ ହଟେଇବାର ଏକ ଯୁଗାନ୍ତକାରୀ ଯୋଜନା। ଯେଉଁ ଯୋଜନାରେ ମୋର ଆଉ ଆପଣମାନଙ୍କର ମା ଭଉଣୀମାନେ ଟଙ୍କା ନେଇ ସ୍ୱାବଲମ୍ବୀ ହେବେ ଆଉ ନିଜ ଗୋଡ଼ରେ ଠିଆ ହେଇପାରିବେ। ହେଲେ ଭାଇ, ଏ ଯୋଜନାର ସହାୟତା ଦରିଦ୍ରତା ଦୂରୀକରଣ ନିମନ୍ତେ ସମୁଦ୍ରକୁ ଶଙ୍ଖେ ପାଣି ନୁହେଁ ତ। ଟିକେ ବିଚାର କରି ଦେଖନ୍ତୁ। ଏ ଯୁଗରେ ସବୁ ଜିନିଷର ଦରଦାମ ନିଆଁ ପରି ହୁ ହୁ ହେଇ ଜଳୁଛି। ପୁରୁଷ ହଉ କି ମହିଳା ହଉ ସ୍ୱାବଲମ୍ବୀ ହେବା ପାଇଁ, ନିଜ ଗୋଡ଼ରେ ଠିଆ ହେବା ପାଇଁ ହେଲେ କେତେ ଟଙ୍କା ଦରକାର ହେଉଛି। ସାଧାରଣ ପାନ ଦୋକାନଟିଏ କରି ଜଣେ ଯଦି ତାର ପରିବାର ପ୍ରତିପୋଷଣ କରିବାକୁ ଚାହିଁବ, ସେଥିପାଇଁ କେତେ ଟଙ୍କା ଦରକାର ହେବ। ଟିକେ ଚଳଣୀୟ ବ୍ୟବସାୟ କରି ଚଳିବା ପାଇଁ ହେଲେ ଅତି କମରେ 5 ଲକ୍ଷ ଟଙ୍କାର ଇନଭେଷ୍ଟମେଣ୍ଟ ଦରକାର ହେଉଛି, ଯେଉଁଥିରୁ ମାସକୁ ନିଟ୍ ଲାଭଟା ଖୁବ୍ କମ୍ ପରିମାଣରେ ହେଇଥାଏ। ସେଥିରେ କେବଳ ନିଜର ପରିବାର ପ୍ରତିପୋଷଣ କରି ହୁଏ। ଏବେ ସୁଭଦ୍ରା ଯୋଜନାରୁ ମା ଭଉଣୀମାନଙ୍କୁ ଯେଉଁ ଟଙ୍କା ସରକାର ପ୍ରଦାନ କରୁଛନ୍ତି, ଡୁଙ୍ଗୁରା ବାଜୁଛି, ଢୋଲ ବାଜୁଛି, ଶଙ୍ଖ ମହୁରୀ ବାଜୁଛି, ଯେ ସରକାର ସୁଭଦ୍ରା ଯୋଜନାରେ ମା ଭଉଣୀମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଇଚ୍ଛା କରିଛନ୍ତି ଆଉ ଦୃଢ଼ ମନୋବଳ ନେଇଛନ୍ତି ଯେ ମା ଭଉଣୀମାନଙ୍କୁ ନିଜ ଗୋଡ଼ରେ ଠିଆ କରିବେ। କେତେ ଟଙ୍କା ମିଳିବ? ଏକାଥରେ ବି 50,000 ମିଳୁନାହିଁ। କିସ୍ତି କିସ୍ତି କରି ହିସାବ କରି ଦେଖିଲା ବେଳକୁ କେତେ ପରସେଣ୍ଟ ମିଳୁଛି ହିସାବ କରନ୍ତୁ। ସେଥିରେ ମା ଭଉଣୀ ସ୍ୱାବଲମ୍ବୀ ହେଇଯିବେ। ଗୋଟେ ଶାଢ଼ୀ କିଣିବାକୁ ସେମାନଙ୍କୁ ସେତିକି ପଇସା ନିଅଣ୍ଟ ହେଇଯିବ, ମା ଭଉଣୀ ସ୍ୱାବଲମ୍ବୀ ହେଇଯିବେ। ଆମ ଭଳି ଦରଦରିଆ ପିଲାମାନଙ୍କର ଦୁଃଖ ଦୂର ହେଇଯିବ।